এই ডিএন ହାଇସ୍କୁଲର ଛାତ୍ର এইଠୁ ଯଦି ଆମେ ସିଧା ଯିବା ଆମର କଲିକତା ରାସ୍ତାରେ ମାତ୍ର 25 କିଲୋମିଟର ଦୂରରେ ତାଙ୍କ ଘର। ଆଉ ଇଏ ହେଉଛି ଜାତୀୟ ରାଜପଥ, ସେତେବେଳେ NH6 ଥିଲା, ଆଜି NH49। ସେ ସେଇଠୁ ଆସନ୍ତି ମଧ୍ୟ ଏଠି ସ୍କୁଲରେ ପାଠ ପଢ଼ିବା ପାଇଁ, ଏତେ ଦୂରରୁ ଆସନ୍ତି 25 କିଲୋମିଟର ସାଇକେଲରେ ଆସନ୍ତି। ଆଉ ତାଙ୍କ ସାଇକେଲରେ ମଧ୍ୟ ଡାଇନାମା ଲାଗିଥାଏ, ଗୋଟେ ସାଇକେଲରେ ଗୋଟେ ଡାଇନାମା ଲାଗୁଥିଲା, ସେଥିରେ ଲାଇଟ୍ ଫୋକସ୍ କରାହେଉଥିଲା। ସାମ୍ନାରେ ଗୋଟେ ବାସ୍କେଟ୍ ରଖିଦିଅନ୍ତି, ବହି ରଖିଦେଲେ, ବହି ସାଙ୍ଗରେ ଗୋଟେ ଟେପ୍ ରେକର୍ଡର ରଖିଦିଅନ୍ତି। ଡାଇନାମାଟା ଯେତେବେଳେ ସାଇକେଲ ଚାଲିଲା, ଡାଇନାମା ବୁଲିଲା, ପାୱାର ଆସିଲା, ସେଥିରେ କନେକ୍ଟ କରିଦେଇଥିବେ ଟେପ୍ ରେକର୍ଡର, ଗୀତ ଶୁଣି ଶୁଣି ଆସିକି ସ୍କୁଲରେ ହାଜର ହେଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆକାଶବାଣୀ କଟକ ଯେଉଁ ରେଡ଼ିଓ ସେଣ୍ଟର ତିଆରି ହେଇଥିଲା, ତାକୁ ତାଙ୍କ ଘରେ ତିଆରି କଲେ ରେଡ଼ିଓ ମେକାନିକ୍ ହେଇକିରି। ଏବଂ ସେଇଠୁ ସେ କହିଥିଲେ ଆକାଶବାଣୀ ଚେମଣା। କଟକ ରେଡ଼ିଓ ଷ୍ଟେସନ ବନ୍ଦ ହେଇଗଲା, କଟକ ରେଡ଼ିଓ ଷ୍ଟେସନରେ ବାଜିଲା ଆକାଶବାଣୀ ଚେମଣା, ଆଉ ସାରା ଓଡ଼ିଶା ସାରା ଗୁଞ୍ଜରିତ ହେଲା ଆକାଶବାଣୀ ଚେମଣା। ତାକୁ ଆରେଷ୍ଟ କରାଯାଇଥିଲା। ଜିଲ୍ଲାପାଳ ତତ୍କାଳୀନ SP ତାଙ୍କୁ ଆରେଷ୍ଟ କରିକି ଆଣିକି ତାଙ୍କୁ ୱାରେଣ୍ଟ କରିକି ଏଠି ଆଣିଥିଲେ, ପଚାରିଲେ ଏବଂ ତାଙ୍କର ପ୍ରତିଭାକୁ ଦେଖିକି ଓଡ଼ିଶା ସରକାର ବି ପ୍ରଶଂସା କଲେ, ତାଙ୍କୁ ଛାଡ଼ି ଦିଆଗଲା। କିନ୍ତୁ ଏଭଳି ଭାବରେ ବିନା ଅନୁମତିରେ କୌଣସି କାମ ନ କରିବା ପାଇଁ ତାକୁ ପ୍ରବର୍ତ୍ତା କଲା। କିନ୍ତୁ ତାକୁ ଯଦି ସୁଯୋଗ ଦିଆଯାଇଥାନ୍ତା, ସେ କେତେ ବଡ଼ ବୈଜ୍ଞାନିକ ହୋଇନଥାନ୍ତେ। ଏମିତି ଅନେକ ଘଟଣା ଘଟିଛି, ଅନେକ ଜାଗାରେ ଆସେ। ସେ ବହୁତ ବଡ଼ ପାଠ ନ ପଢ଼ିକିରି ମଧ୍ୟ ଯଦି ତାଙ୍କ ଭିତରେ ନବ ସୃଜନ ସୃଷ୍ଟି ହେବ, ଇନୋଭେସନ ତିଆରି ହେବ, ଗୋଟାଏ ବୈଜ୍ଞାନିକ ଚିନ୍ତାଧାରା ତିଆରି ହେବ, ତାହେଲେ ସେ କରିପାରିବ।